ମା ପୁଅ ରହୁଥିଲେ। ମା କେଡ଼େ କଷ୍ଟ କରି ପୁଅକୁ ପାଠ ପଢ଼େଇଲେ। ଲୋକଙ୍କ ଘରେ କାମ କରି କରି ଦୁଇ ପଇସା ଆଣିକରି ଲୋକଙ୍କ ଘରୁ ଖାଇବା ମାଗି ଆଣିକରି ପୁଅକୁ ପଢ଼େଇଲେ। ସବୁବେଳେ ସେ ଚେଷ୍ଟା କରୁଥିଲେ ମୋ ପୁଅଟା ଭଲ କାମଟିଏ କରୁ, କାମ ଛୋଟ ହଉ ନା ବଡ଼ ହଉ। ପୁଅଟି ପାଠ ପଢ଼ିଲା, ଦୁଇ ପଇସା ରୋଜଗାର କଲା। ଚାକିରି କଲା ପରେ ତାର ମା ଦେଖିଲେ ମୋର ବୟସ ହୋଇଗଲାଣି, ତେଣୁକରି ସେ କ'ଣ କଲେ, ପୁଅକୁ ବାହା ମଧ୍ୟ କରେଇଦେଲେ। ଯେତେବେଳେ ବାହା କରେଇଦେଲେ, ସ୍ତ୍ରୀଟା ସବୁବେଳେ ପଇସା ମାଗେ। ପୁଅଟା ତାପରେ କ'ଣ କଲେ, ତାପରେ ଯେତେ ଦରମା ପାଇବେ ଦରମା 4 ଭାଗ କଲା। ଗୋଟିଏ ଭାଗ ନିଜେ ରଖିଲା, 2 ଭାଗ ସ୍ତ୍ରୀକୁ ଦେଲା, ଗୋଟିଏ ଭାଗ ମାଆକୁ ଦେଲା। ସ୍ତ୍ରୀ ତା ପଇସାରେ ଶାଢ଼ୀ ଗହଣା ଗାଣ୍ଠି କିଣେ, ନିଜର ବ୍ୟକ୍ତିଗତ ଖର୍ଚ୍ଚ କରେ। ମାଆର ପଇସା ତ ମା କ'ଣ କ'ଣ କରନ୍ତି ଅଲଗା କଥା। ଏବଂ ସେ ଗୋଟିଏ ଭାଗରେ ପୁଅଟା ତାର ଘର ଚଲେଇଲା। କିଛି ଦିନ ପରେ, ମାନେ ଦୀର୍ଘ ଦିନ ପରେ ପୁଅ ବିଚାର କଲା, ପଇସା ଯେଉଁ ଦଉଛି କିଏ କ'ଣ କହୁଛନ୍ତି। ଦିନେ ସ୍ତ୍ରୀକୁ କହୁଛି, ଏବେ ମୋର ପଇସା ଦରକାର ଅଛି ଏବଂ ଟଙ୍କା 20,000 ଦିଅ। ସ୍ତ୍ରୀ ତାପରେ ରାଗି ଯାଇଛି, ମୁଁ କ'ଣ ପଇସା ନେଲି? ଯାହା ଦେଇଥିଲ, ଗହଣା କିଣିଲି, ଶାଢ଼ୀ କିଣିଲି, ଗାଁ ଗଲି, ଯାତ୍ରା ଦେଖି ଗଲି, ମୋ ସାଙ୍ଗମାନେ ଆସିଥିଲେ ଖାଇଲେ, ପଇସା ଆଉ ନାହିଁ। ତୁମେ ମାସକ ଯେତିକି ଦେଉଛ ଆର ଦରମା ବେଳକୁ ସରିଯାଉଛି। ମୋ ପାଖରେ 20 ଟଙ୍କା ମଧ୍ୟ ନାହିଁ। ମାଆଙ୍କୁ ଯାଇକି ପିଲାଟି ପଚାରେ, ମା ମୋତେ 20,000 ଟଙ୍କା ଦରକାର। ମା କହିଲେ, ହଉ ଠିକ୍ ଅଛି ବାବୁ, ଟିକିଏ ବସ, ମୁଁ ଆସୁଛି। ମା ତାପରେ ଶୋଇବା ଘରକୁ ଯାଇକରି କପଡ଼ାର ଗୋଟିଏ ଗଣ୍ଠିଲି ଆଣିକରି ଦେଇଦେଲେ। ଦେଖିଲେ ସେଥିରେ 50,000 ଟଙ୍କା ଥିଲା। ପୁଅ ଆଶ୍ଚର୍ଯ୍ୟ ହୋଇଗଲେ, ମା ତୁମେ ପଇସା ଖର୍ଚ୍ଚ କରିନ, ଏତେ ଟଙ୍କା କେମିତି ପାଇଲ? ମୁଁ ତ ତୁମକୁ କମ୍ ଦେଇଛି। ମା କହିଲେ, ବାବୁ ମୁଁ ଆଗରୁ ମଧ୍ୟ କିଛି ସଞ୍ଚୟ କରି ରଖିଥିଲି ଏବଂ ମୁଁ ଯେଉଁ ବାବୁ ଘରେ ଯେଉଁ କାମ କରେ ସେହି ପଇସା ଏବଂ ତୁ ଦେଇଥିବା ପଇସା ଏଇଟା ମୁଁ ସବୁ ଥୋଇଛି। ମୋର ଆଉ କ'ଣ ଅଛି ଖର୍ଚ୍ଚ? ଘରେ ତ ଖାଉଛି, ପିଉଛି, ଶୋଉଛି, ମୋର ତ ଅସୁବିଧା କିଛି ନାହିଁ। ତୁମର ଖୁସିରେ ମୋର ଖୁସି। ଏହାପରେ ପୁଅର ଆଖିରୁ ଲୁହ ଝରି ପଡ଼ିଲା। ଭାବିଲା, ସ୍ତ୍ରୀ ନେଉଛି 2 ଭାଗ, ତା ପାଖରେ 20 ଟଙ୍କା ନାହିଁ। ମା ନେଉଛି ଗୋଟେ ଭାଗ, ସେ ମୋତେ 50,000 ଟଙ୍କା ଦେଲା। ପ୍ରକୃତରେ ମା ସ୍ନେହମୟୀ, କରୁଣାମୟୀ, ବାତ୍ସଲ୍ୟମୟୀ। ତେଣୁକରି ଆମେ ଜୀବନରେ ସବୁ କିଛି ପାଇବା, କିନ୍ତୁ ବାପା ମା ପାଇପାରିବା ନାହିଁ। ବାପା ମାର ସ୍ନେହ, ଶ୍ରଦ୍ଧା, ଭଲ ପାଇବା, ବାପା ମାର ଋଣ ଆମେ ଜୀବନରେ କେବେ ମଧ୍ୟ ଶୁଝିପାରିବା ନାହିଁ। ଆଉ ପଇସାକୁ ମଧ୍ୟ ଆମେ ଠିକ୍ ଭାବରେ ବ୍ୟବହାର କରିବା। ସବୁ ପଇସା ପାଇଛୁ ବୋଲି ଖର୍ଚ୍ଚ କରିଦେଲେ ହେବ ନାହିଁ। ଭବିଷ୍ୟତ ପାଇଁ ଆମେ କିଛି କିଛି ସଞ୍ଚୟ କରି ରଖିବା। ବୋलो ଭାରତ ମାତା କି ଜୟ।